ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୁଁ କେମିତି ସହଜ ଉପାୟରେ ବିରିୟାନୀ ଆପଣମାନେ ସମସ୍ତେ ବନେଇକି ଘରେ ଖାଇପାରିବେ ସେଇ ରେସିପି ନେଇକି ଆସିଛି। ପ୍ରଥମେ ମୁଁ 700 ଗ୍ରାମର ଚିକେନ୍ ନେଇଛି, ଆଉ 100 ଗ୍ରାମର ଦହି ନେଇଛି। ତାପରେ ଅଦା ରସୁଣ ପେଷ୍ଟ ଗୋଟେ ଚାମଚ ନେଇଛି, ବଡ଼ ଚାମଚରେ। ତାପରେ ଗୋଲମରିଚ ଗୁଣ୍ଡ ଦେବା ଗୋଟେ ଚାମଚ। ତାପରେ ଲଙ୍କା ଗୁଣ୍ଡ ଦେବା, ଯେମିତି ରାଗ ଖାଇବେ ସେମିତି ଲଙ୍କା ଗୁଣ୍ଡ ଦେବେ। ତାପରେ ଧନିଆ ଗୁଣ୍ଡ ଗୋଟେ ବଡ଼ ଚାମଚ, ଜିରା ଗୁଣ୍ଡ ଗୋଟେ ଚାମଚ, ଛୋଟ ଚାମଚରେ ଗୋଟେ। ସବୁବେଳେ ଜିରା ଗୁଣ୍ଡର ମାତ୍ରାଟି କମ୍ ହିଁ ପଡ଼େ। ହଳଦୀ ଗୁଣ୍ଡ ଗୋଟେ ଚାମଚ, ଲୁଣ ସ୍ୱାଦ ଅନୁସାରେ। ତାପରେ ଚିକେନ୍ ମସଲା ଗୋଟେ ବଡ଼ ଚାମଚ ଦେଇକିରି ଭଲସେ ତାକୁ ଗୋଳେଇ ଦେବା। ଏମିତି ଥରେ ବନେଇକି ଖାଆନ୍ତୁ। ଦମ୍ ବିରିୟାନୀ ଠାରୁ ବହୁତ ଗୁଣା ବହୁତ ବଢ଼ିଆ ଲାଗିବ। ହୋଟେଲର ବିରିୟାନୀ ଆପଣ ଭୁଲିଯିବେ। ବହୁତ ସହଜ ଏବଂ କମ୍ ଟାଇମ୍ରେ ପ୍ରେସର୍ କୁକର୍ରେ ହେଇପାରିବ। ଆପଣ ଏମିତି ବନାନ୍ତୁ। ତାକୁ ପୁରା ଅଧଘଣ୍ଟା ପର୍ଯ୍ୟନ୍ତ ରେଷ୍ଟ ଦେବା। ଏପଟେ ଚାଉଳ 2 ତାଟିଆ ମୁଁ ନେଇଛି, ତାକୁ ପାଣି ଦେଇକି ଭଲସେ ଧୋଇଦେବା। 2 ଥର କରି ଧୋଇଦେବେ, ତାପରେ ଛାଙ୍କିକି ରଖିଦେବେ। ଏପଟେ ପ୍ରେସର୍ କୁକର୍ରେ ତେଲ ଦେବା। ପ୍ରାୟ 100 ଗ୍ରାମର ତେଲ ମୁଁ ନେଇଛି। ଆଉ କାଟିଥିବା ପିଆଜକୁ ଛାଣିଦେବା, ଟିକେ ବ୍ରାଉନ୍ ଅନିଅନ୍ ବନେଇବା। ଏମିତି ମୁଁ 4ଟି ପିଆଜ ନେଇଛି, ତାକୁ 2 ଥର କରି ଭାଜିବା। 2 ଷ୍ଟେଜ୍ରେ ତାକୁ କରିବା। ଏକାଥରେ ତ ହେବନି, ସେଥିପାଇଁ 2 ଥର କରି ଛାଣିବା। ଯଦି ଆପଣମାନଙ୍କୁ ମୋ ରେସିପି ଭଲ ଲାଗୁଥାଏ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ ତ ନିହାତି କରିବେ। ଏବଂ କମେଣ୍ଟରେ ମଧ୍ୟ ଜଣେଇବେ କେମିତି ଲାଗିଲା। ଆପଣଙ୍କ କମେଣ୍ଟ ମୋତେ ବହୁତ ମୋଟିଭେଟ୍ କରିବ। ଏମିତି 2 ଷ୍ଟେଜ୍ରେ ଆମେ ପିଆଜକୁ ଛାଣିଦେବା। ଦେଖନ୍ତୁ ହେଇଗଲାଣି। ବର୍ତ୍ତମାନ କାଢ଼ିଦେବା ପିଆଜ। ବେଶୀ ଲାଲ କରିକି ଭାଜିବେନି, ନହେଲେ ଆହୁରି କାଢ଼ିଦେଲା ପରେ ବି ସେ ବେଶୀ ଟିକେ ଲାଲ ହେଇଯିବ। ହେଇଗଲାଣି। ଆଉ ଯେଉଁ ବାକି ପିଆଜ ତକ ବି ଆମେ ଛାଣିଦେବା। ଛାଣି ଅଲଗା ରଖିବା। ସେଇ ତେଲରେ ଗୋଟା ଜିରା ପକାଇବା, ସାଜିରା, ଗୁଜୁରାତି, ଲବଙ୍ଗ, ଡାଲଚିନି, ବଡ଼ ଅଳେଇଚ ଟିକେ ଭାଜିକି ପିଆଜ ଆଉ 2ଟା ପିଆଜ କାଟିକି ତାକୁ ପକାଇବା। ଲାଲ ହେବା ପର୍ଯ୍ୟନ୍ତ ତାକୁ ଭାଜିବା। ଦେଖନ୍ତୁ ହେଇଗଲାଣି ପିଆଜ। ବର୍ତ୍ତମାନ ମ୍ୟାରିନେଟ୍ କରିକି ରଖିଥିବା ଯେଉଁ ଚିକେନ୍, ତାକୁ ଆଡ଼୍ କରିବା। ସବୁତକ ଚିକେନ୍ ଆଡ଼୍ କରିବା ଆମେ। ଭଲସେ କଷିଦେବା ଚିକେନ୍ ଦେଇକି। ଏମିତି ଥରେ ବନେଇକି ଖାଆନ୍ତୁ, ଦେଖିବ ହୋଟେଲ ଖାଦ୍ୟ ବି ଆପଣ ଭୁଲିଯିବ। ହୋଟେଲର ବିରିୟାନୀ ବି ଫିକା ପଡ଼ିଯିବ। ଏମିତି କଷି କଷି ଦେବେ। ତାପରେ ଟିକେ କଭର୍ କରିଦେବା। ଏମିତି 2 ଥର କରିବେ, ମାନେ କଷିଦେବେ, ଘୋଡ଼େଇ ଦେବେ।
ହେଲେ ଭଲସେ କଷା ହେବ, ତା'ର ଆଇଁଷିଆ ପାଣିଟା ଚାଲିଯିବ, ଆଇଁଷିଆ ଗନ୍ଧ। ଦେଖନ୍ତୁ ହେଇଗଲାଣି ଆମର କଷା, ତେଲ ଉପରକୁ ଆସିଗଲାଣି। ବର୍ତ୍ତମାନ ବିରିୟାନୀ ମସଲା ପକାଇବା, 2 ବଡ଼ ଚାମଚ ବିରିୟାନୀ ମସଲା ଦେବା, ଟିକେ ମିକ୍ସ କରିଦେବା। ବର୍ତ୍ତମାନ ଆଞ୍ଚଟା କମ୍ରେ ଦେବେ। ତାପରେ ଗରମ ମସଲା 1 ଚାମଚ ଦେବା, ପାଣି ଦେବା, ଗରମ ପାଣି ଦେବେ, ସବୁବେଳେ କହିଛି। ଯେତିକି ଚାଉଳ ଦେବେ ଡବଲ ପାଣି ଦେବେ। ଛାଣିକି ରଖିଥିବା ଚାଉଳକୁ ଏଡ଼୍ କରିବା। ମୁଁ ବାସୁମତୀ ଚାଉଳ ନେଇଛି, ବିରିୟାନୀ ଚାଉଳ। ଲୁଣ ଦେବା ସ୍ୱାଦ ଅନୁସାରେ। ଆମେ ଚିକେନରେ ତ ଲୁଣ ଦେଇଥିଲେ ନା, ଚାଉଳ ଏଡ଼୍ କଲା ପରେ ଲୁଣ ଦିଆହେଇନି, ସେଥିପାଇଁ ଚାଉଳକୁ ଦେଖିକି ଲୁଣ ଦେବେ। ଫ୍ରେଶ୍ ପୁଦିନା ପତ୍ର ଦେବା, ଆଉ ଧଣିଆ ପତ୍ର କଟା ହେଇଥିବା ଧଣିଆ ପତ୍ର ଦେବା। ପୁଦିନା ପତ୍ର ଆଉ ଧଣିଆ ପତ୍ର ଜମା ବି ସ୍କିପ୍ କରିବେନି, ବିରିୟାନୀରେ ନିହାତି ଦରକାର ସେଗୁଡ଼ା। ତାପରେ ଛଣା ହେଇଥିବା ପିଆଜକୁ ପକାଇବା। ଚାରିଆଡ଼େ ଟିକେ ଖେଳେଇ ଦେବା। ବର୍ତ୍ତମାନ କଭର୍ କରିଦେବା। ମୁଁ ଘିଅ ଦେବାକୁ ଭୁଲି ଯାଇଥିଲି, ଏଇ ଷ୍ଟେଜ୍ରେ ଆପଣ ଘିଅ 1 ଚାମଚ ଦେଇଦେବେ। ସଫ୍ଟ ବନିବ ଆପଣଙ୍କର ଚାଉଳ ଭାତଟି। ତାପରେ 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ ପ୍ରେସର୍ କୁକର୍କୁ ଗ୍ୟାସ୍ରେ ରଖିବାକୁ ଦେବା। 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଦେଖନ୍ତୁ ଆମର ରେଡ଼ି ହେଇଗଲାଣି, ଚାଉଳ ବି ସଫ୍ଟ ବନିଛି। ଦେଖନ୍ତୁ ପୁରା ବ୍ୟାଚଲର୍ମାନଙ୍କ ପାଇଁ